ରିଫ୍ଲେକ୍ସୋଲୋଜି ଏକ ପ୍ରକାର ସାଇନ୍ସ, ଯେଉଁଥିରେ କି ମଣିଷ ଶରୀରର ରିଫ୍ଲେକ୍ସ ପଏଣ୍ଟ, ଯେଉଁଥିରେ କି ହାତ, ପାଦ, ମୁଖ କର୍ଣ୍ଣରେ ଥାଏ। ସେଇ ରିଫ୍ଲେକ୍ସ ପଏଣ୍ଟକୁ ଯଦି ଦବାଯାଏ, ପ୍ରେସର ଦିଆଯାଏ, ତାହେଲେ ସେହି ରିଫ୍ଲେକ୍ସ ପଏଣ୍ଟ ରିଲେଟେଡ୍ ଅଙ୍ଗଟି ସୁସ୍ଥ ହୋଇ ଉଠେ। ଚାଲନ୍ତୁ ଜାଣିବା ଆମର ଏଇ ପାଦକୁ ପ୍ରେସର କରି କିପରି ଶରୀରକୁ ରୋଗମୁକ୍ତ କରିବା। ଇମାଜିନ୍ କରନ୍ତୁ, ମଣିଷ ଶରୀରକୁ ଚାରି ଭାଗରେ ବିଭକ୍ତ କରିବା। ମୁଣ୍ଡକୁ 1 ନମ୍ବର, ବେକ ଠାରୁ ଆମ ଛାତି ତଳ ପର୍ଯ୍ୟନ୍ତ 2 ନମ୍ବର ଏବଂ ଛାତି ତଳ ଠାରୁ ଅଣ୍ଟା ପର୍ଯ୍ୟନ୍ତ 3 ନମ୍ବର, ରେଷ୍ଟିକ 4 ନମ୍ବର। ପ୍ରଥମେ ମୁଣ୍ଡକୁ ଓ ପାଦର ଆଙ୍ଗୁଠି ଗୁଡ଼ିକ 1 ନମ୍ବର ରଖନ୍ତୁ। ଆଙ୍ଗୁଠି ମୂଳ ଠାରୁ ଆମର ଖାଲୁଆ ଅଂଶ ପର୍ଯ୍ୟନ୍ତ 2 ନମ୍ବର ଏବଂ ଖାଲୁଆ ଅଂଶ ଠାରୁ ପାଦର ଖାଲ ଅଂଶଟିକୁ 3 ନମ୍ବର ରଖନ୍ତୁ ଏବଂ ତା ତଳକୁ ସେଟାକୁ 4 ନମ୍ବର। ଏ ଭିଡ଼ିଓରେ ଆପଣ ଜାଣିଥିବେ ଯେ ଆପଣଙ୍କ ଶରୀରକୁ କିପରି ଭାବେ ନିଜ ଶରୀରକୁ ନିଜେ ନିରୋଗ ରଖିପାରିବା ଏବଂ ନିଜର ପାଦରେ ପ୍ରେସର ଦେବା ଦ୍ୱାରା ଆମ ଶରୀରର ସମସ୍ତ ଅଙ୍ଗ ସୁସ୍ଥ ସବଳ ନିରୋଗ ରହିବ। ଆମେ ଯେଉଁ ଏ ଶରୀରକୁ 4 ଭାଗରେ ବିଭକ୍ତ କଲେ, ସେହିଭଳି ପାଦକୁ 4 ଭାଗରେ ବିଭକ୍ତ କଲେ, ତ ପ୍ରଥମେ ଯେଉଁ 1 ନମ୍ବର ଶରୀରକୁ ଦେଇଛନ୍ତି ଏବଂ ପାଦକୁ 1 ନମ୍ବର ଦେଇଛନ୍ତି। 1 ନମ୍ବର ଯେକୌଣସି ପ୍ରୋବ୍ଲେମ୍ ଏବଂ ମୁଣ୍ଡର, ଆଖି, ନାକ, କାନ ଯେକୌଣସି ପ୍ରୋବ୍ଲେମ୍ ହେଲେ ଯଦି ଏଇ ଆଙ୍ଗୁଠି ଗୁଡ଼ିକ ଆମେ ପ୍ରେସର ଦେବା, ସେଗୁଡ଼ିକ ତାହେଲେ ନିରୋଗ ହେବ, ସୁସ୍ଥ ସବଳ ହେବ ଏବଂ ଯାହା ରୋଗ ହୋଇଥିବ ଭଲ। ପାଦକୁ ଆମେ 2 ନମ୍ବରରେ ବିଭକ୍ତ କରିସାରିଛନ୍ତି। ଏବେ ଦେଖନ୍ତୁ, ହାର୍ଟର କୌଣସି ପ୍ରୋବ୍ଲେମ୍ ହେଲେ ଆମେ କେଉଁ ଅଂଶକୁ ଦବାଇବା, ମାଲିସ କରିବା। ଦେଖନ୍ତୁ, ପାଦର ଯେଉଁ 2 ନମ୍ବର ପାର୍ଟକୁ ମାଲିସ କରିବା ଦ୍ୱାରା ହାର୍ଟ ରିଲେଟେଡ୍ ରୋଗ ଭଲ ହୋଇଯାଇଥାଏ। କିନ୍ତୁ ଏହା କେବଳ ଲେଫ୍ଟ ପାଦର ସେଇ 2 ନମ୍ବର ଅଂଶକୁ ଦବାଇବାକୁ ପଡ଼ିଥାଏ, କାରଣ ଆମର ହାର୍ଟଟି ଲେଫ୍ଟ ସାଇଡ଼ରେ ଅବସ୍ଥିତ। କେଉଁ ରୋଗ ହୋଇଛି, କେଉଁ ପାର୍ଟ ଯୋଗୁଁ ଏହି ରୋଗଟି ସୃଷ୍ଟି ହୋଇଛି, ତାହା ଜାଣିବାକୁ ପଡ଼ିବ। ପ୍ରଥମେ ଆମ ମଣିଷ ଶରୀରର ଆନାଟୋମି ବିଷୟରେ ଜାଣିବାକୁ ପଡ଼ିବ। ପ୍ରତ୍ୟେକ ଅଙ୍ଗ ବିଷୟରେ ଜାଣିବାକୁ ପଡ଼ିବ। ସେହି ଅଙ୍ଗକୁ ନେଇ କ'ଣ କ'ଣ ରୋଗ ହୁଏ, ସେଗୁଡ଼ିକ ଜାଣିବାକୁ ପଡ଼ିବ। ଜାଣିଗଲା ପରେ ଆମର କେଉଁ ରୋଗଟି ଏହି ପାଦର କେଉଁ ଅଂଶରେ କନେକ୍ସନ୍ ଅଛି, ଯାହାଦ୍ୱାରା କି ତାକୁ ପ୍ରେସର ଦେଇକି ଆମେ ସେଇ ରୋଗଟିକୁ ଭଲ କରିପାରିବା। ଏମିତିକି ଆମେ ଯଦି ମଣିଷ ଶରୀରକୁ ଭର୍ଟିକାଲ ଭାବରେ ବିଭକ୍ତ କରିବା, ତାହେଲେ ଆମର ମେରୁଦଣ୍ଡଟି 2 ଭାଗରେ ବିଭକ୍ତ ହେବ। ତେଣୁ ଏହି 2ଟି ପାଦ ମଝିରେ ଥିବା ଯେଉଁ ଆମର ସାଇଡ୍ ଅଂଶଟି, ସେଟା ହେଲା ମେରୁଦଣ୍ଡ। ତାକୁ ଯଦି ମେରୁଦଣ୍ଡ ରିଲେଟେଡ୍ କୌଣସି ପ୍ରୋବ୍ଲେମ୍ ଥାଏ, ତାହେଲେ ତାକୁ ମାଲିସ କରିବା ଦ୍ୱାରା ତାହେଲେ ସେହି ମେରୁଦଣ୍ଡ ସମସ୍ୟାଟି ସହଜରେ ସମାଧାନ ହୋଇଥାଏ। ଏହିପରି ଭାବେ ଆମେ ପ୍ରତ୍ୟେକ ଅଂଶକୁ ଆମେ ସୁସ୍ଥ ରଖିପାରିବା। ଗୋଟେ ଓଭରାଲି ବେସିକ୍ ଆଇଡ଼ିଆଟି ଆମେ ଜାଣିଲେ। ନେକ୍ସଟ ଭିଡ଼ିଓରେ ଆପଣ ଏ ବିଷୟରେ ଡିପ୍ ନଲେଜ ପାଇପାରିବେ। ଏହି ଚ୍ୟାନେଲକୁ ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର ମଧ୍ୟ କରିପାରିବେ।